ସୁନ୍ଦର ସମାଜ ଗଠନରେ ଲୋକକଳା ଗୁରୁମାନଙ୍କ ଅବଦାନ ଅତୀବ ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଗିରି ମାର୍କେଟ ଛକସ୍ଥିତ ପ୍ରକାଶମ ହଲ୍ ଆନ୍ଧ୍ର ଭାଷା ବିବର୍ତ୍ତନୀ ସମାଜ ସଭା ପ୍ରକୋଷ୍ଠଠାରେ ରାଜ୍ୟସ୍ତରୀୟ ଗୁରୁପୂଜନ କଳା ଓ କଳାକାର ହୈତେଶୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ତରଫରୁ ପବିତ୍ର ଗୁରୁ ଦିବସ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନିମନ୍ତ୍ରିତ ସାଂସ୍କୃତିକ କ୍ଷେତ୍ର ବିଶେଷ ଗୁରୁମାନଙ୍କୁ ଲୋକନାଟକ ପ୍ରଦର୍ଶନ ମାଧ୍ୟମରେ ଆପ୍ୟାୟିତ କରାଯାଇଥିଲା। କଳାପ୍ରାଣ କୈଳାସ ପାଣିଗ୍ରାହୀ ଶୁଭ ଉଦ୍ଘାଟନ କରିବା ପରେ ଅଗଝୋଳ ରତ୍ନେଶ୍ୱର ନାଟ୍ୟ ସଂସଦ ପ୍ରଯୋଜିତ ଲୋକନାଟକ ଭାରତ ଲୀଳା ପ୍ରଦର୍ଶିତ ହୋଇଥିଲା। ମହାସଂଘ ସଭାପତି ଶ୍ରୀମନ୍ତ ନଟରାଜ ଡାକ୍ତର ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି, ଲୋକକଳା ଗବେଷକ ଡକ୍ଟର ବାୟାମନୁ ଚର୍ଚ୍ଚି ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଲୋକନାଟକ ଗବେଷକ ନାଟ୍ୟଭୂଷଣ ଇନ୍ଦ୍ରମଣି ବାରିକ, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ନାଟ୍ୟ ନିର୍ଦ୍ଦେଶକ ଅଭୟ କୁମାର ଦାସ, ଶାଶ୍ୱତୀ ପ୍ରଗତିଶୀଳ ନାଟ୍ୟ ସଂସ୍ଥା ସଭାପତି ରାମଚନ୍ଦ୍ର ସାସମଲ, ସାଂସ୍କୃତିକ ସଂଗଠକ ବାଲାଜୀ ସାମନ୍ତରା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରାକ୍ତନ ସଦସ୍ୟ ଅନିଲ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଗୁରୁ ମହିମା ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ମହାସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନିମନ୍ତ୍ରିତ ଲୋକକଳା ପ୍ରମୁଖଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ସ୍ୱତନ୍ତ୍ର ଟିଭି। ମୋ ନାଁ ସୁରେନ୍ଦ୍ର କୁମାର ଜେନା, ମୁଁ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ମୁଁ ଭଞ୍ଜନଗରରୁ ଆସିଛି। ଆଜି ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଜନ୍ମଦିନରେ ଯେଉଁ ଗୁରୁ ଦିବସ ପାଳନ କରାହେଉଛି, ସେଥିପାଇଁ ଆମର ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମୋତେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ। ସେଥିପାଇଁ ମୁଁ ଆସିଥିଲି ଆଉ ବହୁ ସମାରୋହରେ ପାଳନ ହେଲା। ଆଉ କ'ଣ ପଚାରିବାର ଅଛି କୁହନ୍ତୁ? ନାଇଁ, ମୁଁ ଭାବୁଛି ଏଇଟା ଆଧୁନିକତାର ଯେଉଁ ପ୍ରଭାବ ତ ନୁହଁ, ପ୍ରଭାବ ଆଧୁନିକତାର ପ୍ରଭାବରେ ଯେଉଁ ପୌରାଣିକ ତଥ୍ୟକୁ ନାଟକ ମାଧ୍ୟମରେ ପରିବେଷଣ କରି ପୌରାଣିକରେ ଥିବା ଯେମିତି ରାବଣର ଦୁର୍ନୀତିଗ୍ରସ୍ତ ଆଚରଣକୁ ଆଉ ରାମଚନ୍ଦ୍ରଙ୍କର ପୁରୁଷୋତ୍ତମ ମହାମାନବର ଗୁଣ ପୁରୁଷ ଉତ୍ତମ ବୋଲି ଯେଉଁ କହନ୍ତି, ସେ ଯେଉଁ ଚରିତ୍ର ଗୁଡ଼ାକ ସମାଜକୁ ପ୍ରଭାବ ପକାଇଲା ଭଳିଆ ତାକୁ ଆଉ ପରିବେଷଣ ନ କରି ଯେଉଁ ଆଧୁନିକତାର ବଶବର୍ତ୍ତୀ ହେଇକି ଯେଉଁ ସାମାଜିକ ନାଟକ ପରିବେଷଣ କରିବା ହେଉଛି ଆଚରଣ। ଗୁରୁ ହିସାବରେ କ'ଣ ବାର୍ତ୍ତା ଦେବେ ସାର୍? ଗୁରୁ ହିସାବରେ ମୁଁ କହିବି ଯେ ଗୁରୁ ଶିଷ୍ୟର ଯେଉଁ ପବିତ୍ର ପରମ୍ପରା, ଯେଉଁ ପ୍ରଚ୍ଛଦ ପରଦା ପଛପଟର ଯେଉଁ ଚରିତ୍ର ଯିଏକି ଯିଏ ଗଠନ କରେ ସୁନ୍ଦର ଚରିତ୍ରଟିଏ, ସୁନ୍ଦର କଳାକାରଟିଏ, ସୁନ୍ଦର ଶୈଳୀବାଦୀ ସମ୍ପନ୍ନ ବାର୍ତ୍ତାଳାପ କରୁଥିବା ଭଳି ଜଣେ କଥାକାର, ଜଣେ ନାଟ୍ୟକାର, ଜଣେ ଲେଖକ, ଏମିତି ସବୁ ଯେଉଁ ଗଠନ କରନ୍ତି ଯେଉଁମାନେ ଗୁରୁମାନେ, ସେମାନେ ବାସ୍ତବରେ ଶ୍ରେଷ୍ଠ। ତେଣୁ ଆମ ହିନ୍ଦୁ ସନାତନ ଧର୍ମର ଯେମିତି ଦୈବୀ ପରମ୍ପରାରୁ ମୁଁ କହୁଥିଲି ଟିକେ ପୂର୍ବରୁ ମଞ୍ଚରେ ଯେ ଦେବତାମାନଙ୍କର ଗୁରୁ ଥିଲେ ଯେମିତି ବୃହସ୍ପତି, ଆଉ ଦୈତ୍ୟମାନଙ୍କର ଗୁରୁ ଥିଲେ ଶୁକ୍ରାଚାର୍ଯ୍ୟ, ପରବର୍ତ୍ତୀ ଯୁଗର ରାମଚନ୍ଦ୍ରଙ୍କର ଗୁରୁ ମଧ୍ୟ ଥିଲେ ଯେମିତି କୁଳଗୁରୁ ବଶିଷ୍ଠ ଆଉ ବିଶ୍ୱାମିତ୍ର, ଆଉ ତାର ପରବର୍ତ୍ତୀ ଯୁଗ ଦ୍ୱାପର ଯୁଗର କଥା ମଧ୍ୟ କହୁଥିଲି କୃଷ୍ଣଙ୍କର ଚରିତ୍ର ଉପରେ ଯେ କୃଷ୍ଣଙ୍କର ମଧ୍ୟ ଗୁରୁ ଥିଲେ ସନ୍ଦୀପନୀ ମହର୍ଷି। ସେମିତି ଆମର ଏ ଆଧୁନିକ ଯୁଗର ମଧ୍ୟ ଗୁରୁମାନେ ନିହାତି ଅପରିହାର୍ଯ୍ୟ। କାହିଁକି ଗୋଟେ ସୁନ୍ଦର ଚରିତ୍ର ମଣିଷଟି ଗଠନ କରିବା ପାଇଁ ଗୁରୁଙ୍କର ନିହାତି ଆବଶ୍ୟକତା ପଡ଼େ। ପୂର୍ବକାଳେ ଯେପରି ହଁ, କିଞ୍ଚିତ କମିଛି, କିନ୍ତୁ ଭାରତବର୍ଷରେ ଲୀନ ହେବନି କେବେ ହେଲେ। କାହିଁକି ଗୁରୁ ଶିଷ୍ୟର ପରମ୍ପରା ଭାରତବର୍ଷର ଗୋଟେ ସୁନ୍ଦର ନିଦର୍ଶନ କହିଲେ ଚଳେ। ତେଣୁ ଏ ପରମ୍ପରା ଲାଗି ରହିବ। ଗୁରୁମାନଙ୍କ ପ୍ରତି ସମ୍ମାନ ଦେବା, ଗୁରୁମାନଙ୍କ ପ୍ରତି ଭକ୍ତି ରଖିବା, ଆଉ ଗୁରୁମାନଙ୍କର ଆଦର୍ଶ ଅନୁପ୍ରାଣିତ ହେବା, ଏରା ଭାରତବର୍ଷ ସମସ୍ତଙ୍କ ଚରିତ୍ରରେ ରହିବ। ସାର୍, ମୁଁ ଡକ୍ଟର ତିରୁପତି ସାହୁ, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ସଭାପତି ଏବଂ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘର ସଭାପତି ବି ମୁଁ ଅଛି। ଆଜି ପବିତ୍ର ଗୁରୁ ଦିବସ ଉପଲକ୍ଷେ ଆମର ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଏବଂ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘ ବିଭିନ୍ନ ଜାଗାରୁ ଗୁରୁମାନଙ୍କୁ ଡାକି ଗୁରୁ ପୂଜନ କାର୍ଯ୍ୟକ୍ରମ ଆଜି ଆମେ ରଖିଛୁ। ଏହି ପୂଜା କାର୍ଯ୍ୟ ଦ୍ୱାରା, ଆଜିର ଗୁରୁ ଦିବସ ଦ୍ୱାରା ଯେମିତିକି ଆମର ଦେଶ, ଆମ ରାଜ୍ୟର ବିଭିନ୍ନ ଜାଗାରେ କଳାର ଯେମିତି ଉନ୍ନତି ହେବ, ଏ କଳା ମାଧ୍ୟମରେ, ମଞ୍ଚ ମାଧ୍ୟମରେ, ନାଟକ ମାଧ୍ୟମରେ
समाज को किसी वार्ता देवा ए उद्देश्य आमर निखिल ओडिशा वरिष्ठ कलाकार महासंघ ग्राम ग्राम पुरपल्ली सहर अंचल बुली बुली विभिन्न जिला को बुली बुली जार दुख कष्ट थिले मध्य ताकू किसी सहयोग करी सुखरे सुखरे दुखरे दुखरे माने आमे तांको सहित हाथ मिसई आज 5 वर्ष है आम चली रहीछु। आमर मुख्य उद्देश्य होची आमर निखिल ओडिशा वरिष्ठ कलाकार संघ एवं गंजाम जिला वरिष्ठ कलाकार संघ द्वारा जेमितिक कलार उन्नति हेब कला द्वारा आध्यात्मिक चेतना समस्त हृदय गोटे जागृत हम आ लोककला को केमती बंचाई रखू ये महत्व उद्देश्य नहीं आम प्रत्येक वर्ष कलाकार संघ मान द्वारा नाटक आ लोककला भारत नीला रामायण महाभारत भूतकाली विभिन्न प्रकार नाटक परिवेषण कर लोक हृदय गोटे आध्यात्मिक चिंताधारा सृष्टि करुछु। गुरु हिसाब से गुरु तो गु अक्षर गुणातीत रु अक्षर रूपवर्जित गुण रूप द्वयं नास्ति तस्मै श्री गुरुवे नमः माने गुण रे जी के अतीत आ रूप रे जी के वर्जित जी के भूत भविष्य समुदाय जगतर अधिपति से परम ब्रह्म स्वरूप से होचंदी गुरु आउ जो गुरु माने ए शिष्य मानक जो उपदेश दौरान शिक्षा दौरान एमाने गुरु नुहंती एमाने गुरुजन माने जेहेतु कि गुरुंकर बाणी गुरुंकर शिक्षा किछु न माने विद्या आउ जेंति कि माने अंधार पथु आलोक को जो माने आणुचंती जेहेतु गुरुजन माने सेथिपे गुरु कहा जाउची किंतु प्रकृत गुरु होचंती से परमेश्वर आज्ञा ठीक कथा कहते आजिकाली शिष्य माने गुरु को आगर ही गुरु मान्यता दे ता पछरे गुरु को गाली करिया शिष्य मत अनेक अच्छी सेमिति बोली 100 शिष्यरू केवल 10-12 जन शिष्य सेमिति आपण कहला बेली किंतु 90 जन शिष्य गुरु को मान्य दौरान आज्ञा जे कि वाक्य बेग मन बेग क्रोध बेग जिह्वा बेग आ जननेन्द्र बेग जे सह्य कर पारुछंती सी हूँ प्रकृत शिष्य आज्ञा आउ जी कि गुरु को अमान्य करी गुरु को आगे मान्य दे गुरु पछरे जो गुरु को नाना प्रकार कथा कहते से माने शिष्य नुहंती सर। मो सुभाष चंद्र साहू निखिल ओडिशा वरिष्ठ कलाकार महासंघर महासचिव। आज पवित्र गुरु दिवस आपण माने जानती जे कलाकार जड़े जड़े समाज संस्कारक यही हेतु कला क्षेत्र में जो गुरु रही सेमानंकर स्थान मध्य अतीव महारह से उद्देश्य कला क्षेत्र में जो गुरु माने अच्छे से लोककला हो कि मंच नाटक हो सबु राज्यर विभिन्न जिलार जड़े जड़े प्रतिनिधि स्तरीय गुरु को निमंत्रण करिचु। आज आमर এই राज्य स्तरीय गुरु पूजन महोत्सव रे सेमानंको गुरु पूजन करिबु एवं संवर्धित करिबु। तेणु आमे देखुचु जे कला क्षेत्र रे जो गुरु माने अछंती सेमाने किभली भाबरे सुंदर सृष्ट भाव में बढ़ी पारे बंची पारे ता फल कलाकार समाज भल भाव सृष्टि हम एवं सेमाने समाज को सुंदर सृष्ट भाव में गढ़ी तोलिबारे सहायता करि पारिबे। धन्यवाद, नमस्कार।